ପିଲାମାନେ ଆପଣମାନଙ୍କର ଓଏସଟିର ଏକ୍ଜାମ ଡେଟ୍ ପଳେଇ ଆସିଛି ଯେଉଁଟାକି ଆପଣମାନେ ବହୁତ ଦିନ ଧରି ଅପେକ୍ଷା କରିଥିଲେ ଆପଣ ଯଥାଶୀଘ୍ର ଆପଣ ଦେଖିବା ପାଇଁ ପାଇବେ। ୟାର ଆପ୍ଲାଇ ଡେଟ୍ ଯଦି କହିବେ ପାଖାପାଖି ଆପଣ ଗୋଟେ ୱିକ୍ ଭିତରେ ୟାର ଆପ୍ଲାଇ ଡେଟ୍ ପାଇଯିବେ। ଆପଣଙ୍କର ଯେଉଁ ଡେଟ୍ ରହିଛି ଏକ୍ଜାମ ଡେଟ୍ ରହିଛି ପେପର 1 ୱିଥ୍ ପେପର 2 ଆଗରୁ କ'ଣ ହେଉଥିଲା ପିଲାମାନେ ପେପର 1 ପାଇଁ ଗୋଟେ ଟାଇମ୍ ରହିଥିଲା ପେପର 2 ପାଇଁ ଗୋଟେ ଟାଇମ୍ ରହିଥିଲା। ଜଣେ ଚାହିଁଥିଲେ ବୋଥ୍ ପେପରରେ ଏକ୍ଜାମ ଦେଇପାରୁଥିଲା କିନ୍ତୁ ବର୍ତ୍ତମାନ ସେଇଟା ଆପଣ ଦେଇପାରିବେ ନାହିଁ। କେବଳ ପେପର 1 ପେପର 2ରେ ଆପଣମାନେ ଗୋଟିଏ ଟାଇମ୍ରେ ଏକ୍ଜାମ ଦେବେ। ସେଇଟା ପୁଣି ରହିଛି କେତେଟା 9ଟା AM ରୁ 11ଟା 30 AM ପର୍ଯ୍ୟନ୍ତ ରହିଛି ଯେଉଁଟାକି ତୁମ ସମୟ କହିଲେ ପାଖାପାଖି 2.5 ଘଣ୍ଟା ରହିଛି। ଆଉ ଗୋଟିଏ ଜିନିଷ ଏଇଟା 30/9 ସେପ୍ଟେମ୍ବର ମାସର ଲାଷ୍ଟ ଡେଟ୍ରେ ଯେଉଁଟା ଆପଣମାନେ କହିବେ ସେପ୍ଟେମ୍ବର 30 ତାରିଖ ଆର ହେଉଛି ଏକ୍ଜାମ ଡେଟ୍ ରହିଛି। ତାହେଲେ ସେପ୍ଟେମ୍ବର 30 ଯଦି ଏକ୍ଜାମ ଡେଟ୍ ରହୁଛି ତାହେଲେ ପିଲାମାନେ ଆପଣଙ୍କର ଆପ୍ଲାଇ ଡେଟ୍ଟା ଆପଣ ନିଶ୍ଚିତ ଭାବରେ ଏଇ ଗୋଟେ ୱିକ୍ ଭିତରେ ପାଇଯିବେ। ଆପଣମାନେ ଟିକେ ଭଲ ଭାବରେ ଟିକେ ପ୍ରିପାରେସନ୍ କରନ୍ତୁ। ଆଉ ୟାର ଯଦି କ୍ୱାଲିଫାଏ ମାର୍କ କହିବେ ପିଲାମାନେ ଯେଉଁମାନେ ରହିଛନ୍ତି SC BC ଆଉ ଯେଉଁମାନେ ରହିଛନ୍ତି SC ଆଉ ଯେଉଁମାନେ ST ଏମାନଙ୍କ ପାଇଁ କ୍ୱାଲିଫାଏ ମାର୍କ ଯଦି କହିବେ ଆପଣମାନଙ୍କର ରହିଛି ପାଖାପାଖି ଯଦି କହିବେ ଏମାନଙ୍କର 53। ଆଉ ଯେଉଁମାନେ ଜେନେରାଲ କାଟେଗୋରୀରେ ବିଲଙ୍ଗ କରୁଛନ୍ତି ସେମାନଙ୍କ ପାଇଁ ଯଦି କହିବେ କ୍ୱାଲିଫାଏ ମାର୍କ ରହିଛି ସେମାନଙ୍କ ପାଇଁ ରହିଛି କ୍ୱାଲିଫାଏ ମାର୍କ 68। ଯେଉଁମାନେ ଭାବୁଛନ୍ତି ସେମାନେ SC BC କାଟାଗୋରୀରେ ଅଛନ୍ତି 53 ଠାରୁ ଅଧିକ ରଖିଛନ୍ତି 68 ଠାରୁ କମ୍ ରଖିଛନ୍ତି ଆଉ ଥରେ ଏକ୍ଜାମ ଦେବେ କି ନାହିଁ ସେମାନଙ୍କର କୌଣସି ଆବଶ୍ୟକତା ନାହିଁ ଆଉ ଥରେ ଏକ୍ଜାମ ଦେବା ପାଇଁ। ମୁଁ ସେମାନଙ୍କୁ ଗୋଟିଏ ଜିନିଷ କହିବି ଆପଣ RST SSB ଏମାନଙ୍କ ପାଇଁ ପଢ଼ାପଢ଼ି କରନ୍ତୁ। ଆପଣମାନଙ୍କର ଏକ୍ଜାମ ଦେବାର ଆବଶ୍ୟକତା କୌଣସି ନାହିଁ। ଗୋଟିଏ ଜିନିଷ ଆପଣ ଥରେ ଯଦି ଆପଣ ଏଇ 3ଟି କାଟାଗୋରୀରୁ ବିଲଙ୍ଗ କରୁଛନ୍ତି ତାହେଲେ ଆପଣ କ୍ୱାଲିଫାଏ ହେଇଯାଇଛନ୍ତି ଆପଣଙ୍କର ଆବଶ୍ୟକ ନାହିଁ ଆପଣ ଆଉ 68 ପାଇଁ ଆଉ ଥରେ ଏକ୍ଜାମ ଦେବେ। ଆପଣ ଯଦି କହିବେ ବର୍ତ୍ତମାନ ଆପଣମାନଙ୍କର ଡେଟ୍ ରିଲିଜ୍ ହେଇଯାଇଛି ଯେଉଁ ଡେଟ୍ଟା ରହିଛି 30/9/2026 ସେପ୍ଟେମ୍ବର ମାସ 30 ତାରିଖରେ ଆପଣମାନଙ୍କର ଏକ୍ଜାମ ହେଉଛି ଯେଉଁଟାକି ଆପଣମାନେ ଆପ୍ଲାଇ ଡେଟ୍ କହିବେ ମାତ୍ର ଗୋଟେ ୱିକ୍ ଭିତରେ ଆପଣମାନେ ଆପ୍ଲାଇ ଡେଟ୍ ପାଉଛନ୍ତି। ଯେଉଁମାନେ କୌଣସି କାଟାଗୋରୀ ରିଜର୍ଭ ଅଛନ୍ତି ସେମାନଙ୍କ ପାଇଁ କୌଣସି 68ର ଆବଶ୍ୟକତା ନାହିଁ। ଆଉ ଯଦି ସେମାନେ 53 ଉପରେ ରଖିଛନ୍ତି ଦେ ଆର୍ କ୍ୱାଲିଫାଏ ସେମାନେ ଆଉ କ୍ୱାଲିଫାଏ ହେଇଯାଇଛନ୍ତି ତାଙ୍କର କୌଣସି ଆବଶ୍ୟକତା ନାହିଁ। ଯଦି କେଉଁମାନେ ଜେନେରାଲ କାଟେଗୋରୀରେ ରହିଛନ୍ତି ସେମାନଙ୍କୁ 68 ରଖିବା ପାଇଁ ପଡ଼ିବ ସେମାନେ ଏକ୍ଜାମ ଦେଇପାରିବେ। ତେଣୁ ଗୋଟିଏ ଜିନିଷ ପେପର 1 କହିଲେ ପିଲାମାନେ ଯେଉଁମାନେ TGT ଆର୍ଟ୍ସ PCM CBZ ହିନ୍ଦୀ ସଂସ୍କୃତ ଏସବୁ ପେପର 1ରେ ଯାଉଛି। ପେପର 2 କହିଲେ ପିଲାମାନେ ଆପଣମାନଙ୍କର କେବଳ PET ମାନଙ୍କର ଯେଉଁଟା ରହିଛି ସେମାନଙ୍କର ଆପଣଙ୍କର ପେପର 2ଟା ଯାଉଛି PET ପିଲାମାନଙ୍କ ପାଇଁ। ସେ ବୋଥ୍ ଯାକର ଏକ୍ଜାମ ଯଦି ହେବ ଗୋଟିଏ ଡେଟ୍ରେ ହେବ। ଯେଉଁ ଗୋଟିଏ ଡେଟ୍ ରହିଛି ସେଇ ଡେଟ୍ ମେନସନ୍ କରିଦେଇଛି। ଯେହେତୁ ଆପଣମାନେ OSTର ଏକ୍ଜାମ ବହୁତ ଜଲ୍ଦି ଦେଖିବା ପାଇଁ ପାଉଛନ୍ତି ଏହାପରେ ନିଶ୍ଚିତ ଭାବରେ ଆପଣ 99% ଗେସ୍ କରନ୍ତୁ ଆପଣ RST ପାଇବେ। ତେଣୁ ସମସ୍ତେ ବର୍ତ୍ତମାନଠୁ ଲାଗି ପଡ଼ନ୍ତୁ RST ବହୁତ ଜଲ୍ଦି ଆସିବା ପାଇଁ ଯାଉଛି। ପିଲାମାନେ ଆପଣମାନେ ଯଥା ଶୀଘ୍ର ୟାର ପାଇଁ ଟିକେ ପ୍ରିପାରେସନ୍ କରନ୍ତୁ। RST ବହୁତ ଜଲ୍ଦି ଆପଣଙ୍କୁ ଆସିବା ପାଇଁ ଯାଉଛି। ଏକ୍ଜାମ ଡେଟ୍ ଆପଣଙ୍କୁ ମେନସନ୍ କରିଛି ସେଇ ହିସାବରେ ପଢ଼ାପଢ଼ି କରନ୍ତୁ। ଯଦି କିଛି ଡାଉଟ୍ ରହୁଛି ଆପଣ କମେଣ୍ଟ